ଚକ୍ରକୁ ଘୋଡ଼ାଇବା ନଈ କରିଦେବେ ଭକ୍ତ ମୋ ପାଦକୁ ଧୋଇ ଚରଣ ପାଦୁକାକୁ ଆପଣ ମାନେ ଧୋଇବେ। 15 ତାରିଖ ଦିନ ଚରଣ ପାଦୁକାର ସ୍ନାନ କରାଯିବ। ଆପଣ ମାନେ ମନେ ରଖନ୍ତୁ ଏ କଥା। କେଉଁ ଦିନ ନା କୃଷ୍ଣ ତ୍ରୟୋଦଶୀ ଶୁକ୍ରବାର ଦିନ। କୃଷ୍ଣ ତ୍ରୟୋଦଶୀ ଶୁକ୍ରବାର ଦିନ ଏଇ ଦିନ ହେଉଛି କଣ ନା ଇଏ ପ୍ରଭୁଙ୍କର ଚରଣ ପାଦୁକାର ସ୍ନାନ କରାଯିବ। ଆମେ କହୁ ମାଳିକାରେ ମହାପୁରୁଷ ଲେଖିଛନ୍ତି କହିଲେ ତେଲୁଣି ମାଲୋଣି ନଦୀ କର ଦେବ କନ୍ୟା ଧୋଇବା ଗନ୍ଧୀର ଦେବ କନ୍ୟା ଧୋଇବା ଗନ୍ଧୀର ଦେବ କନ୍ୟା ଧୋଇବା ଗନ୍ଧୀର ବିଷ୍ଣୁ ପାଦ ସେବା ନୀତି ବାଛଇ ଅଳ୍ପ କଳ୍ପାନ୍ତ ରଖିବେ ଅଳ୍ପ କଳ୍ପାନ୍ତ ରଖିବେ ସେହି ଦିନ ଗୋଟି ତାକି ରଖିବ ଦୁଇ ଗୁଣେ ଦୁଇ ଲୀଳା ଦେଖିବ ଦୁଇ ଗୁଣ ଦୁଇ ଲୀଳା ଦେଖିବ ଦୁଇ ଗୁଣେ ଦୁଇ ଲୀଳା ଦେଖିବ। ମହାପୁରୁଷ ଯାହା ମାଳିକାରେ ଲେଖିଛନ୍ତି ସେଇ ଦିନକୁ ଆପଣ ଅପେକ୍ଷା କରି ରହନ୍ତୁ। କୃଷ୍ଣ ତ୍ରୟୋଦଶୀ ଶୁକ୍ରବାର ଦିନ ଯଦି ଆପଣଙ୍କର କୌଣସି ଜନ୍ମର କିଛି ପ୍ରାରବ୍ଧ ସଂସ୍କାର ଥାଏ, ପୂର୍ବ ଜନ୍ମର ସୁକୃତ ଯଦି ଥାଏ, ଯଦି ଭକ୍ତ କଳାରେ ଆମେ ଜନ୍ମ ହେଇଥିବା ନା ତାହେଲେ ସେ ସୁଯୋଗ ସେ ସୌଭାଗ୍ୟ ଆପଣମାନଙ୍କୁ ମିଳିବ। ଯଦି ଭକ୍ତ ମହାପୁରୁଷ ଲେଖିଛନ୍ତି ସତ୍ୟ ଯୁଗର ଭଗତ ତ୍ରେତା ଯୁଗ ପ୍ରଭୁ ସତ୍ୟ ଯୁଗରେ ଅବତାର ନେଇଥିଲେ, ସତ୍ୟ ଯୁଗର ଭକ୍ତଙ୍କ ସହିତ ଲୀଳା କରିଥିଲେ। ତ୍ରେତୟା ଯୁଗରେ ପ୍ରଭୁ ରାମ ଅବତାର ନେଲେ, ତ୍ରେତୟା ଯୁଗର ଭକ୍ତଙ୍କ ସହିତ ଲୀଳା କରିଥିଲେ। ଦ୍ୱାପର ଯୁଗରେ ଠାକୁର ଯେତେବେଳେ ଅବତାର ନେଇଥିଲେ, ଦ୍ୱାପର ଯୁଗର ଭକ୍ତଙ୍କ ସହିତ ପ୍ରଭୁ ଲୀଳା କରିଥିଲେ। କିନ୍ତୁ କଳି ଯୁଗରେ ପ୍ରଭୁ ମୋ ଚରମନାଥ ଗୁରୁସ୍ୱାମୀ ଠାକୁରେ କେବଳ କଳି ଯୁଗର ଭକ୍ତଙ୍କ ସହିତ ଲୀଳା କରିବେ ନାହିଁ। ଅଚ୍ୟୁତାନନ୍ଦ ମହାପୁରୁଷ ଲେଖିଛନ୍ତି 4 ଯୁଗର ଭକ୍ତମାନେ ଏ କଳି ଯୁଗରେ ଜନ୍ମ ହେଇଥିଲେ। ସତ୍ୟ ଯୁଗର କବି ଭଗତ, ତ୍ରେତୟା ଯୁଗର କବି ଭଗତ, ଦ୍ୱାପର ଯୁଗର ଗୋପୀ ଭଗତ, ଇଏ 3 ଯୁଗର ଭକ୍ତ ମାନେ କଳି ଯୁଗରେ ଜନ୍ମ ହୋଇଥିଲେ। 4 ଯୁଗର ଭକ୍ତଙ୍କ ସହିତ ପ୍ରଭୁ ମୋ ଚରମନାଥ ଗୁରୁସ୍ୱାମୀ ଲୀଳା କରିବେ। କିଏ ନା ଅଛି କେଉଁ ମତେ ତାହା ମୁଁ ଜାଣିବି କେମିତି, କିଏ କେମିତି ଅଛି ଆମେ ଜାଣିବା କେମିତି? ବୁଝିଲେ? ଅଚ୍ୟୁତାନନ୍ଦ ମହାପୁରୁଷ ଲେଖି ଦେଇ ଯାଇଥିଲେ ପଦ୍ମକଳ୍ପ।